ତ ଦେଖନ୍ତୁ ରାସନ କାର୍ଡ ନଥିଲେ ବି ମିଳିବ ଆୟୁଷ୍ମାନ କାର୍ଡ। ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଦେଖନ୍ତୁ ବଡ ଘୋଷଣା କରିଛନ୍ତି। କଣ ଅପଡେଟ ରହିଛି ଯୋଉମାନଙ୍କ ରାସନ କାର୍ଡ ନଥିଲେ ବି ମିଳିବ ଆୟୁଷ୍ମାନ ଯୋଜନା କାର୍ଡ। ତ ସ୍ୱାସ୍ଥ୍ୟ କାର୍ଡ କଣ ରହିଛି ଦେଖନ୍ତୁ। ସ୍ୱାସ୍ଥ୍ୟ କାର୍ଡରେ ଆପଣ ମାନେ ମାଗଣାରେ ଚିକିତ୍ସା 5 ଲକ୍ଷ ପର୍ଯ୍ୟନ୍ତ ଆପଣ ମାନେ ଚିକିତ୍ସା କରିପାରିବେ ମାଗଣାରେ। ତ ଏହି ଅପଡେଟ ରହିଛି କଣ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଫୁଲ ଷ୍ଟେପ ବାଇ ଷ୍ଟେପ ଜାଣିପାରିବେ। ତ ଦେଖନ୍ତୁ ଆୟୁଷ୍ମାନ ଯୋଜନା ଓଡିଶାରେ ଆରମ୍ଭ ହୋଇସାରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଜେପି ନାଇଡୁ ଓଡିଶାରେ ଏହି ଯୋଜନାର ଶୁଭ ଆରମ୍ଭ କରିଛନ୍ତି। ତେବେ ଏହି ଯୋଜନାର ଓଡିଶାରେ ଆରମ୍ଭ ହେବା ପରେ ଏହାକୁ ନେଇ କିଛି ଦ୍ୱାଦ ମଧ୍ୟ ଦେଖାଯାଇଛି। କେଉଁ ଲୋକ ଏହି ଯୋଜନାର ସୁବିଧା ପାଇବେ, ଲୋକମାନେ ମଧ୍ୟ କେମିତି କାର୍ଡ ପାଇପାରିବେ, ଆଉ ରାସନ କାର୍ଡ ନଥିଲେ ଜଣେ ଲୋକ ଏହି କାର୍ଡ ପାଇପାରିବେ କି? ଏହା ଭିତରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିକ ବଡ ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିକ କହିଛନ୍ତି ଯେ ଓଡିଶାର 1,03,00,000 ପରିବାର ମୋଟ 3,50,00,000 ଏହି ଆୟୁଷ୍ମାନ ଯୋଜନାର ଲାଭ ପାଇବେ। ଏହା ସହ ଯେଉଁମାନେ ଭାରତୀୟ ଖାଦ୍ୟ ସୁରକ୍ଷା ଯୋଜନା କିମ୍ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଏବେ ବି ଲାଭ ପାଉଛନ୍ତି, ସେମାନେ ଆୟୁଷ୍ମାନ ଯୋଜନାର ଲାଭ ଉଠାଇ ପାରିବେ। ତେବେ ରାସନ ନଥିବା 2,00,000 ପରିବାର ବି ଆୟୁଷ୍ମାନ ଯୋଜନାର ସୁବିଧା ପାଇବେ ବୋଲି ବଡ ବୟାନ ଦେଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିକ ମିଳିଥିବା ସୂଚନା ମୁତାବକ 70 ବର୍ଷରୁ ଅଧିକ ବୟସ୍କ ଲୋକ ଇନକମ ଟ୍ୟାକ୍ସ ଦେଉଥିଲେ ବି ଏହି ଯୋଜନାର ସୁବିଧା ପାଇପାରିବେ। ଆୟୁଷ୍ମାନ କାର୍ଡରେ ପରିବାର ପିଛା 5 ଲକ୍ଷ ମହିଳାଙ୍କ ପାଇଁ ଅତିରିକ୍ତ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ। ଏହା ସହ ପରିବାରର 70 ବର୍ଷରୁ ଅଧିକ ବୟସର ଲୋକ ଥିଲେ ଆୟୁଷ୍ମାନ ଭୟା ବନ୍ଦନା ଯୋଜନାରେ ଅତିରିକ୍ତ 5 ଲକ୍ଷର ସୁବିଧା ଯୋଗାଇ ଦେବେ ସରକାର। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାସନ କାର୍ଡ ନଥିବା 2,00,000 ପରିବାର ବି ଏହି ଯୋଜନାରୁ ସୁବିଧା ପାଇବେ। ଏହା ସହ ଯୋଜନାର ପରିସରଭୁକ୍ତ ହୋଇ କାର୍ଡ ନଥିଲେ ବି ଆଧାର ନମ୍ବର ଦେଲେ ଚିକିତ୍ସା ସୁବିଧା ମିଳିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ତ ଦେଖନ୍ତୁ ଯଦି ଆପଣମାନେ ମଧ୍ୟ ରାସନ କାର୍ଡ ହିତାଧିକାରୀ ନଥିଲେ ବି ଆପଣମାନେ ଏହି ସ୍ୱାସ୍ଥ୍ୟ ଆପଣମାନେ ମାଗଣାରେ ଆୟୁଷ୍ମାନ କାର୍ଡ ପାଇପାରିବେ, ଯାହାକି ଏହି ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଆୟୁଷ୍ମାନ କାର୍ଡ ଯୋଉମାନେ ମଧ୍ୟ ରାସନ କାର୍ଡ ନାହିଁ ସେମାନଙ୍କୁ ମଧ୍ୟ ଆପଣମାନେ ଖୁବ୍ ଶୀଘ୍ର ସେମାନେ ବି ପାଇପାରିବେ। ତ ଏଇଭଳିଆ ଆଜିର ଅପଡେଟ ତାହେଲେ ଆଶା କରୁଛି ଭିଡ଼ିଓ ଭଲ ଲାଗିଥିବ ତାହେଲେ